ନମସ୍କାର। କେବେ ଭାବିଛନ୍ତି ଗୋଟିଏ ରାତିର ଅପେକ୍ଷା ମାତ୍ର ଗୋଟିଏ ରାତି କେମିତି ଜଣେ ସାଧାରଣ ବାରାଙ୍ଗନାକୁ ଜଣେ ଜ୍ଞାନୀ ଋଷିରେ ବଦଳେଇ ଦେଇପାରେ? ଆଜି ଆମେ ସେହିଭଳି ଏକ ଗମ୍ଭୀର ରୂପାନ୍ତରର କାହାଣୀ ଭିତରକୁ ଯିବା। ଓଡ଼ିଆ ସାହିତ୍ୟର ଏକ କାଳଜୟୀ କାବ୍ୟ ପିଙ୍ଗଳାର ଅଭିସାର ମାଧ୍ୟମ। ତେବେ କାହାଣୀ ଭିତରକୁ ଯିବା ଆଗରୁ ଚାଲନ୍ତୁ ପ୍ରଥମେ ଏହାର ଶୀର୍ଷକକୁ ବୁଝିବା। ଅଭିସାର। ଏହି ଶବ୍ଦ ଶୁଣିଲେ ଆମ ମନକୁ ସାଧାରଣତଃ ଆସେ ପ୍ରେମୀ ପ୍ରେମିକାଙ୍କର କୌଣସି ଗୋପନ ମିଳନ କଥା, ଠିକ୍ ନା? କିନ୍ତୁ ଏହି କବିତାରେ ଏହାର ଅର୍ଥ ବହୁତ ଗଭୀର। ଏଠି ଅଭିସାରର ଅର୍ଥ ହେଉଛି ଏକ ଆଧ୍ୟାତ୍ମିକ ଯାତ୍ରା, ନିଜ ଭିତରେ ଥିବା ପରମାତ୍ମାଙ୍କ ସହ ମିଳନ ପାଇଁ ଏକ ଯାତ୍ରା। ତେବେ ସେହି ମୂଳ ପ୍ରଶ୍ନ ପୁଣି ଥରେ ସାମ୍ନାକୁ ଆସୁଛି। ଜଣେ ସାଧାରଣ ପ୍ରେମିକ ପାଇଁ ଗୋଟିଏ ରାତିର ଅପେକ୍ଷା କେମିତି ଏତେ ବଡ଼ ପରିବର୍ତ୍ତନ ଆଣିପାରିଲା? କେମିତି ଜଣେ ବାରଙ୍ଗନା ଜ୍ଞାନୀ ଋଷି ହୋଇଗଲା? ଆସନ୍ତୁ ପିଙ୍ଗଳାର ଏହି ଅସାଧାରଣ ଯାତ୍ରାରେ ଆମେ ସାମିଲ ହେବା। ଆଉ ଏ କାହାଣୀର ଆରମ୍ଭ ହେଉଛି ଜାଣନ୍ତି ଏକ ବଡ଼ ଧରଣର ମୋହଭଙ୍ଗରୁ, ଏକ ଏମିତି ଦୁନିଆରୁ ଯାହା ବାହାରକୁ ଚାକଚକ୍ୟମୟ କିନ୍ତୁ ଭିତରେ ପୁରା ଖାଲି, ପୁରା ଶୂନ୍ୟ। କଳ୍ପନା କରନ୍ତୁ ବିଦେହ ନଗରୀର ଦୃଶ୍ୟ। ବାରବନିତା ପିଙ୍ଗୁଳା ନିଜର ସୁସଜ୍ଜିତ କୋଠରୀରେ ବସିଛି। ରାତି ବିତି ଚାଲିଛି ଆଉ ସେ ଅପେକ୍ଷା କରିଛି ଜଣେ ଧନୀ ଗ୍ରାହକକୁ। ଚାରିପଟେ ବିଳାସ, ଆରାମର ସବୁ ସାମଗ୍ରୀ, କିନ୍ତୁ ତା ମନ ଭିତରେ କେବଳ ଶୂନ୍ୟତା। ସବୁକିଛି ତାକୁ କେମିତି ଖାଲି ଖାଲି ଲାଗୁଛି। ଆଉ ସେହି ଅପେକ୍ଷାର ନିରାଶା ଭିତରୁ ହିଁ ତାର ଜ୍ଞାନର ଆଲୋକ ଉକୁଟି ଉଠୁଛି। ସେ ହଠାତ୍ ଅନୁଭବ କରୁଛି, ଏ ସବୁ ତ ନିଶାର ଅସାର ସ୍ୱପ୍ନ ସମାନ। ଏ ଫୁଲ ସେଜ, ଏ ଦୀପ ଆଉ ଏ ପ୍ରେମର ଅଭିନୟ ସବୁକିଛି ତାକୁ ମିଛ ଲାଗୁଛି। ବାସ୍ ଏଇଠୁ ହିଁ ଆରମ୍ଭ ହେଉଛି ତାର ପ୍ରକୃତ ମୋହଭଙ୍ଗ। ତେବେ ଦେଖନ୍ତୁ, ଏଇଠି ପିଙ୍ଗଳା ଜୀବନର ଦୁଇଟା ଦୁନିଆ କେତେ ସ୍ପଷ୍ଟ ଭାବରେ ଅଲଗା ହୋଇଯାଉଛି। ଗୋଟେ ପଟେ ସେହି ପ୍ରେମିକ ଯାହାକୁ ସେ ଅପେକ୍ଷା କରିଥିଲା, ଯିଏ କେବଳ ଶାରୀରିକ ଆଉ କ୍ଷଣସ୍ଥାୟୀ ସୁଖ ଦେଇପାରିଥାନ୍ତା। ଆଉ ଅନ୍ୟପଟେ ସେହି ବନ୍ଧୁ ଯାହାକୁ ସେ ନିଜ ଭିତରେ ପାଇଲା, ତାର ଅନ୍ତରାତ୍ମା, ଯିଏ ତାକୁ ଦିବ୍ୟ ଆଉ ଶାଶ୍ୱତ ଆନନ୍ଦର ରାସ୍ତା ଦେଖାଇଲା। ଆଉ ଏହି ମୋହଭଙ୍ଗ ହିଁ ଥିଲା ଆରମ୍ଭ ଥିଲା ତାର ଆନ୍ତରିକ ଜାଗରଣର, ଏକ ଏମିତି ଯାତ୍ରାର ଯୋଉଠି ସେ ତାର ସେହି ଅମର ବନ୍ଧୁକୁ ଖୋଜି ପାଇବାକୁ ଯାଉଥିଲା। ଆଉ ସେହି ଚରମ ନିରାଶାର ମୁହୂର୍ତ୍ତରେ ତାକୁ ଗୋଟେ ବଡ଼ ସତ୍ୟର ସାକ୍ଷାତ ହେଉଛି। ସେ ବୁଝିପାରୁଛି ଯେ ଯେଉଁ ପ୍ରକୃତ ପ୍ରେମକୁ ସେ ବାହାରେ ଖୋଜୁଥିଲା, ସେଇଟା ତ ବାହାରେ ନାହିଁ, ତାହା ଅଛି ତା ନିଜ ଭିତରେ, ତା ନିଜ ଅନ୍ତରାତ୍ମାରେ। ଆଉ ଏହି ଅନ୍ତରାତ୍ମା ହିଁ ତାର ପ୍ରକୃତ, ତାର ଅମର ବନ୍ଧୁ। ଆଉ ଏହି ଜ୍ଞାନୋଦୟ ପରେ ଦେଖନ୍ତୁ କେମିତି ସବୁକିଛି ବଦଳି ଯାଉଛି। ତାର ପୁରା ଦୃଷ୍ଟିକୋଣ ହିଁ ବଦଳିଗଲା। ସେ ନିଜର ସବୁ ଧନ ସମ୍ପତ୍ତି, ମଣି କାଞ୍ଚନ ସବୁକିଛି ତ୍ୟାଗ କରିଦେଉଛି। ଆଉ ଆରମ୍ଭ କରୁଛି ତାର ପ୍ରକୃତ ଅଭିସାର, ଏକ ସନ୍ନ୍ୟାସିନୀ ଭାବରେ। ସବୁଠୁ ବଡ଼ କଥା କ'ଣ ଜାଣନ୍ତି? ସେ ନିଜକୁ ଆଉ ପତିତା ବୋଲି ଦେଖୁନି, ବରଂ ସେ ନିଜକୁ ସ୍ୱର୍ଗର ଅମର କନ୍ୟା ଭାବରେ ଏକ ନୂଆ ପରିଚୟ ଦେଉଛି। କିନ୍ତୁ ଗୋଟେ ମିନିଟ୍, ପିଙ୍ଗଳାର ଏହି ଯୋଉ ଏତେ ଶକ୍ତିଶାଳୀ କାହାଣୀ, ଏହାର ମୂଳ କେଉଁଠି? ଏ କାହାଣୀ ଆସିଲା କେଉଁଠୁ? ଉତ୍ତରଟା ଶୁଣିଲେ ବୋଧହୁଏ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ମନରେ ପ୍ରଶ୍ନ ଆସିପାରେ, ଏଇଟା କ'ଣ କେବଳ ଜଣେ ଆଧୁନିକ କବିଙ୍କର କଳ୍ପନା? ଉତ୍ତର ହେଉଛି ବିଲକୁଲ ନୁହେଁ। ଏହାର ମୂଳ ବହୁତ ବହୁତ ପୁରୁଣା ଆଉ ବେଶ୍ ପବିତ୍ର। ଏହି କାହାଣୀର ମୂଳ ଉତ୍ସ ହେଉଛି ଆମର ପବିତ୍ର ଭାଗବତ ପୁରାଣ। ଭାଗବତର ଏକାଦଶ ସ୍କନ୍ଧରେ ଏହି କାହାଣୀର ବର୍ଣ୍ଣନା ମିଳେ। ତେଣୁ ଭାବି ଦେଖନ୍ତୁ, ଏହା କେବଳ ଏକ କବିତା ନୁହେଁ, ଏହା ପଛରେ ଏକ ଗଭୀର ଆଧ୍ୟାତ୍ମିକ ଏବଂ ଐତିହାସିକ ମହତ୍ତ୍ୱ ରହିଛି। ଆଉ ଏଠି ଗୋଟିଏ ସଂଖ୍ୟା ବହୁତ ଗୁରୁତ୍ୱପୂର୍ଣ୍ଣ। ସଂଖ୍ୟାଟି ହେଉଛି 24। କାହିଁକି? କାରଣ ଭାଗବତରେ ଯେଉଁ ଅବଧୂତ ଋଷିଙ୍କ କଥା ଅଛି, ସେ ତାଙ୍କ ଜୀବନରେ ମୋଟ 24 ଜଣ ଗୁରୁଙ୍କଠାରୁ ଜ୍ଞାନ ଲାଭ କରିଥିଲେ। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି? ସେହି 24 ଜଣ ଆଧ୍ୟାତ୍ମିକ ଗୁରୁଙ୍କ ଭିତରେ ଜଣେ ଥିଲେ ପିଙ୍ଗଳା। ସେହି ବାରଙ୍ଗନା। ଭାବନ୍ତୁ ଥରେ, ଭାଗବତ ପରି ଏକ ମହାନ ଗ୍ରନ୍ଥରେ ଜଣେ ବାରଙ୍ଗନାଙ୍କୁ ଗୁରୁର ସ୍ଥାନ ଦିଆଯାଇଛି। ଏଥିରୁ ବଡ଼ କଥା ଆଉ କ'ଣ ହୋଇପାରେ ଯେ ଜ୍ଞାନ ଆଉ ଆଧ୍ୟାତ୍ମିକତା ପାଇଁ କୌଣସି ସାମାଜିକ ସ୍ଥିତି ବାଧକ ହୁଏନା। ତେବେ ଏହି ପ୍ରାଚୀନ କାହାଣୀର ମୂଳସତ୍ତ୍ୱକୁ ନେଇ ଯେଉଁ ମହାନ କବି ଏହାକୁ ଏକ ଆଧୁନିକ କାଳଜୟୀ କାବ୍ୟର ରୂପ ଦେଲେ, ଆସନ୍ତୁ ଏବେ ତାଙ୍କ ବିଷୟରେ ଟିକେ ଜାଣିବା।
ସେ ହେଉଛନ୍ତି କବି ରାଧାମୋହନ ଗଳନାୟକ। ଆଧୁନିକ ଓଡ଼ିଆ ସାହିତ୍ୟର ସେ ଜଣେ ପ୍ରମୁଖ ସ୍ତମ୍ଭ। ଛନ୍ଦ ଉପରେ ତାଙ୍କର ଏମିତି ଦକ୍ଷତା ଥିଲା ଯେ ତାଙ୍କୁ ଛନ୍ଦ କବି ବୋଲି ସମସ୍ତେ ଜାଣନ୍ତି। ତାଙ୍କ କବିତାରେ ଓଡ଼ିଶାର ଇତିହାସ, ସଂସ୍କୃତି ଆଉ ପରମ୍ପରା ବହୁତ ଜୀବନ୍ତ ହୋଇଉଠେ। ଆଉ ତାଙ୍କର ଏହି ଅବଦାନ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଅତି ବଡ଼ି ଜଗନ୍ନାଥ ଦାସ ପୁରସ୍କାର, ଏପରିକି ପଦ୍ମଶ୍ରୀ ଭଳି ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି। ଏଠି ଗୋଟିଏ କଥା ବୁଝିବା ଦରକାର। ଗଣନାୟକ କେବଳ ପୁରାଣର କାହାଣୀକୁ ଆଉଥରେ ଲେଖିଦେଇନାହାନ୍ତି। ସେ ସେହି କାହାଣୀର ଆତ୍ମାକୁ ଧରିଛନ୍ତି ଆଉ ତାକୁ ନିଜର କାବ୍ୟିକ ପ୍ରତିଭା, ସୁନ୍ଦର ଭାଷା ଆଉ ଛନ୍ଦର ଯାଦୁରେ ଏକଦମ ନୂଆ ଜୀବନ ଦେଇଛନ୍ତି। ଏକ ନୂଆ ଗଭୀରତା, ଏକ ନୂଆ ଭାବପ୍ରବଣତା ଦେଇଛନ୍ତି। ତେବେ ଶେଷରେ ଆସନ୍ତୁ ଦେଖିବା ଏହି କବିତାର ଯେଉଁ ବାର୍ତ୍ତା, ତାହା ଆଜିର ଦୁନିଆ ପାଇଁ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ, କାହିଁକି ଏହା ଏବେ ବି ଏତେ ପ୍ରାସଙ୍ଗିକ। ଦେଖନ୍ତୁ, ପିଙ୍ଗଳାର ଯାତ୍ରା କ'ଣ? ଏହା ହେଉଛି ସାଂସାରିକ ମୋହମାୟାରୁ ବାହାରି ଆଧ୍ୟାତ୍ମିକ ମୁକ୍ତି ଆଡ଼କୁ ଏକ ଯାତ୍ରା। ଆଉ ଏହି ବାର୍ତ୍ତାଟି ଏତେ ଶକ୍ତିଶାଳୀ ଯେ ଏହା କୌଣସି ସମୟ ବା କାଳର ବନ୍ଧନରେ ବାନ୍ଧି ହୋଇ ରହିପାରିବ ନାହିଁ। ଏହା ସବୁବେଳେ, ସବୁ ଯୁଗ ପାଇଁ ପ୍ରାସଙ୍ଗିକ। ଆଉ ଗୋଟିଏ ଦୃଷ୍ଟିରୁ ଦେଖିଲେ ତାହାର କାହାଣୀ ହେଉଛି ଆତ୍ମମୂଲ୍ୟବୋଧ ଆଉ ମନର ଶାନ୍ତି ଖୋଜି ପାଇବାର ଏକ କ୍ଲାସିକ୍ ଉଦାହରଣ। ଆଜିକାଲି ଆମେ ଯେତେବେଳେ ପର୍ସନାଲ ଗ୍ରୋଥ ବା ସେଲ୍ଫ ଡିସ୍କଭରି ଭଳି ଶବ୍ଦ ବ୍ୟବହାର କରୁଛେ, ସେତେବେଳେ ଭାବିବା ଦରକାର ଯେ ପିଙ୍ଗଳାର କାହାଣୀ ଠିକ୍ ସେହି କଥା ହିଁ କହୁଛି। ଏହା ସେହି ଆତ୍ମ ଅନ୍ୱେଷଣର ହିଁ ଗାଥା। ତେବେ ଏହି ଆଲୋଚନା ଶେଷରେ ଗୋଟିଏ ପ୍ରଶ୍ନ ଆମ ସମସ୍ତଙ୍କ ପାଇଁ ରହିଯାଉଛି। ପିଙ୍ଗଳା ତ ତାର ମୋହ ତ୍ୟାଗ କରି ନିଜର ଅଭିସାର ଆରମ୍ଭ କଲା, କିନ୍ତୁ ଆମେ ଆମ ନିଜର ଆନ୍ତରିକ ଯାତ୍ରା ଆରମ୍ଭ କରିବା ପାଇଁ ଆମକୁ କେଉଁ ସବୁ ଭ୍ରମ ବା ମୋହରୁ ମୁକ୍ତ ହେବାକୁ ପଡ଼ିବ? ଏହା ନିଶ୍ଚୟ ଏକ ଚିନ୍ତା କରିବାର ବିଷୟ।